ସ୍ୱପ୍ନରେ ହାତୀ ଦେଖିବାର ଅର୍ଥ କ'ଣ? ଯଦି ଆପଣ ଜାଣିନାହାନ୍ତି ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସମସ୍ତ ଦର୍ଶକଙ୍କୁ ଜାତକ ବିଚାର ଚ୍ୟାନେଲକୁ ହାର୍ଦ୍ଦିକ ସ୍ୱାଗତ। ଆଜିର ଏହି ଭିଡ଼ିଓରେ ଜାଣିବା ଯେ ସ୍ୱପ୍ନରେ ହାତୀ ଦେଖିବାର ଅର୍ଥ କ'ଣ। 100% ଯେଉଁଟା ସତ ସ୍ୱପ୍ନଶାସ୍ତ୍ର ଅନୁସାରେ ତାହା ହିଁ କୁହାଯିବ। ଆପଣ ଯଦି ସ୍ୱପ୍ନଶାସ୍ତ୍ର ବିଷୟରେ ସଂକେତ ଭବିଷ୍ୟତ ଜାଣିବା ପାଇଁ ଚାହାନ୍ତି ତେବେ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ସ୍ୱପ୍ନଶାସ୍ତ୍ର ଗୋଟେ ଅତି ଗୁପ୍ତ ବିଷୟ। ସ୍ୱପ୍ନ କେବଳ ଚଳଚ୍ଚିତ୍ର ନୁହେଁ, ବରଂ ଏହା ଭବିଷ୍ୟତର ସୂଚନା ଦିଏ। ସ୍ୱପ୍ନରେ ଯଦି ଆପଣ ଧଳା ରଙ୍ଗର ହାତୀ ଦେଖୁଛନ୍ତି ତେବେ ଏହା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିବାର ସୂଚନା ଦିଏ। ସ୍ୱପ୍ନରେ ଯଦି ଆପଣ ଧଳା ରଙ୍ଗର ହାତୀ ଦେଖୁଛନ୍ତି ତେବେ ସୁଖ ସମୃଦ୍ଧି ଆସିବାର ସଂକେତ। ଭବିଷ୍ୟତରେ ସୁଖ ସମୃଦ୍ଧି ଆସିବାକୁ ଯାଉଛି। ଯଦି କୌଣସି ଜଙ୍ଗଲରେ ଆପଣ ହଜିଯାଇଛନ୍ତି ଆଉ ଅନେକ ଗୁଡ଼ିଏ ହାତୀ ଆପଣଙ୍କୁ ଘେରି ଯାଇଛନ୍ତି ତେବେ ଏହି ସ୍ୱପ୍ନ ଅତି ଶୁଭ ସ୍ୱପ୍ନ ଅଟେ। ଯଦିଓ ଆପଣ ଭୟ କରିକି ଉଠି ଯାଇଛନ୍ତି ସ୍ୱପ୍ନରୁ, କିନ୍ତୁ ଏଇଟା ବହୁତ ଶୁଭ ସ୍ୱପ୍ନ। ସ୍ୱପ୍ନ ଆସିବାର କିଛି ଦିନ ଭିତରେ ହିଁ ଆପଣ ଫିଲ୍ କରିବେ ଯେ ଆପଣଙ୍କର ମିତ୍ର ଅଚାନକ ଆପଣଙ୍କ ପ୍ରତି ଆଟ୍ରାକ୍ଟ ହେଉଛନ୍ତି। ଯଦି କଳା ରଙ୍ଗର ହାତୀ ଆପଣଙ୍କ ପଛରେ ଦୌଡ଼ୁଛନ୍ତି କିମ୍ବା ଆପଣ ହାତୀର ପଛରେ ଦୌଡ଼ୁଛନ୍ତି ତେବେ ଆଗାମୀ ସମୟରେ ଆପଣଙ୍କ ଜୀବନରେ ଭ୍ରମାତ୍ମକ ପରିସ୍ଥିତି ଉପୁଜିବ। ନିଜ କ୍ୟାରିୟରକୁ ନେଇକରି ଟେନସନରେ ରହିପାରନ୍ତି। ଯଦି ଆପଣଙ୍କୁ ସ୍ୱପ୍ନରେ ହାତୀ ମାରିବାକୁ ଗୋଡ଼ଉଥାଏ ତେବେ କିଛି ଦିନ ଭିତରେ ଆପଣ କୌଣସି ଅଯଥା ବିବାଦରେ ଫସିଯିବେ। ଏଣୁ ବୁଦ୍ଧି ବିଚାରି କାର୍ଯ୍ୟ କରିବା ଉଚିତ। ନିଜ ମିତ୍ର ଆଉ କଳହ ସ୍ଥାନରୁ ଯେତେ ସମ୍ଭବ ଦୂରେଇ ରହିବା ଉଚିତ। ଯଦି ସ୍ୱପ୍ନରେ ହାତୀ ଉପରେ ଆପଣ ବସିଛନ୍ତି ତେବେ ଏହି ସ୍ୱପ୍ନ ଆପଣଙ୍କ ପାଇଁ ଅତି ଶୁଭ ଅଟେ, କାରଣ ଆଗାମୀ ସମୟରେ ଆପଣଙ୍କୁ କୌଣସି ଉଚ୍ଚସ୍ତରୀୟ ସମ୍ମାନ ପ୍ରାପ୍ତି ହେବାକୁ ଯାଉଛି। ଅତି ଶୁଭ ସମୟ ଆସିବାକୁ ଯାଉଛି। ଲୋକମାନେ ଆପଣଙ୍କର ପ୍ରଶଂସା କରିବେ। ଯାହା ବି ସିଚୁଏସନ୍ ଆସିବ ତାହା ଆପଣଙ୍କର ଫେଭରରେ ହେଇକିରି ଆସିବ। ଯଦି ସ୍ୱପ୍ନରେ କୌଣସି ହାତୀ ଆପଣଙ୍କୁ ଶୁଣ୍ଢରେ ଟେକିକି ଧରୁଛି ତେବେ ଏହାର ସଂକେତ ହେଉଛି ଏଇଆ ଯେ ଏଇ କିଛି ଦିନ ଭିତରେ ହିଁ ପୂର୍ବ ପ୍ରେମୀ ବିଷୟରେ ଆପଣଙ୍କ ମନରେ ଅଚାନକ ଭାବନା ଆସିବ ଆଉ ମନ ଦୁଃଖ ହେଇଯିବ। ନିଜ ଇମୋସନକୁ କଣ୍ଟ୍ରୋଲ ନ କରିପାରି କିଛି ସମୟ ପାଇଁ ନିଜେ ନିଜକୁ ଏକୁଟିଆ କରିଦେବେ। ସମାଜଠାରୁ ଟିକେ ଦୂରେଇ ରହିବାକୁ, ଏକୁଟିଆ ହେଇକିରି ରହିବାକୁ ପସନ୍ଦ କରିବେ। ସ୍ୱପ୍ନଶାସ୍ତ୍ର କୌଣସି ଏମିତି ସେମିତି ବିଦ୍ୟା ନୁହେଁ, ଏହା ଅତି ପ୍ରାଚୀନ ଆଉ ଗୋପନୀୟ ବିଦ୍ୟା। କୁହାଯାଏ ଯଦି ସ୍ୱପ୍ନରେ କୌଣସି ହାତୀ ନିଜ ଶୁଣ୍ଢରେ ସୁନା କଳସ ଧରିଛି ତେବେ ଭାବି ନିଅନ୍ତୁ ଯେ ଆପଣଙ୍କର ଭାଗ୍ୟ ଖୋଲିଗଲା, ସୁଖ ସମୃଦ୍ଧିର ଦିନ ଆସିଗଲା। ଆପଣ ଯାହା ଯାହା ଇଚ୍ଛା କରିଥିବେ ସେ ସମସ୍ତ ଜିନିଷ ପ୍ରାପ୍ତି ହେଇଯିବ। କାରଣ ଯେତେବେଳେ ହାତୀ ସୁନାର କଳସ ନିଜ ଶୁଣ୍ଢରେ ଟେକିକି ଧରିଥାଏ, ଏହା ହେଉଛି ଗଜଲକ୍ଷ୍ମୀଙ୍କ ଆଗମନର ପ୍ରତୀକ। ତେଣୁ ସ୍ୱପ୍ନରେ ହାତୀ ସୁନା କଳସ ଧରିଥିବାର ଦେଖିଲେ ଜାଣିବେ ଯେ ମାତା ମହାଲକ୍ଷ୍ମୀ ପ୍ରସନ୍ନ ହୋଇଛନ୍ତି ଆଉ ସେ ବହୁତ ଶୀଘ୍ର ଆପଣଙ୍କ ଜୀବନରେ ଆସିବାକୁ ଯାଉଛନ୍ତି। ତେବେ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଏଇଭଳି ଭିଡ଼ିଓ ଦେଖିବା ପାଇଁ ଆପଣ ଆମ ଚ୍ୟାନେଲ ଜାତକ ବିଚାରକୁ ନିଶ୍ଚିତ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ।